ଆପଣଙ୍କ ପିଲାମାନେ ଛୋଟ ଅଛନ୍ତି ନା ବଡ଼ ହୋଇଗଲେଣି? ଯଦି ଛୋଟ ଅଛନ୍ତି କେଉଁଠି ପଢ଼ୁଛନ୍ତି? ପ୍ଲେ ସ୍କୁଲରେ, ପ୍ରାଇମେରୀ ସ୍କୁଲରେ, ହାଇସ୍କୁଲରେ, ନାଇଁ ବଡ଼ ହେଇକରି କଲେଜ ବି ଗଲେଣି? ସେ ଯେଉଁଠି ପଢ଼ୁଥାନ୍ତୁ ନା କାହିଁକି ଆପଣ ଟିକେ ଚିନ୍ତିତ ଥିବେ। କ'ଣ ପାଇଁ? ତାଙ୍କ ଭବିଷ୍ୟତ ପାଇଁ। ଆପଣ ଚାହୁଁଛନ୍ତି ଯେ ସେ ପଢ଼ନ୍ତୁ, ବଢ଼ନ୍ତୁ, ବଡ଼ ମଣିଷ ହୁଅନ୍ତୁ, ବଡ଼ ଚାକିରି କରନ୍ତୁ। ଖାଲି କ'ଣ ଏତିକି ଚିନ୍ତା କରୁଛନ୍ତି? ନା, ସେଥିପାଇଁ କାମ ବି କରୁଛନ୍ତି। ଆପଣ ନିଜର କର୍ତ୍ତବ୍ୟ ବା ଦାୟିତ୍ୱ ମଧ୍ୟ ନିର୍ବାହ କରୁଛନ୍ତି। ତ ଆପଣ ତାଙ୍କର ଭବିଷ୍ୟତ ଗଠନ ପାଇଁ ଯେଉଁ ସବୁ କାମ କରୁଛନ୍ତି, ଯେଉଁ କର୍ତ୍ତବ୍ୟ କରୁଛନ୍ତି, ସେଇଟାକୁ କୁହାହେଉଛି ପ୍ୟାରେଣ୍ଟିଂ। ତାହେଲେ ଆପଣ ପ୍ୟାରେଣ୍ଟସ୍ କି ପ୍ରକାର ପ୍ୟାରେଣ୍ଟସ୍ ଜାଣିବାକୁ ଚାହୁଁଛନ୍ତି? ପ୍ରକୃତରେ ଅନେକ ପ୍ରକାର ପ୍ୟାରେଣ୍ଟସ୍ ଅଛନ୍ତି, କିନ୍ତୁ କିଛି ପ୍ରମୁଖ ପ୍ୟାରେଣ୍ଟସ୍ଙ୍କ ବାବଦରେ ଆମେ ଆଲୋଚନା କରିବା। ଗୋଟେ ପ୍ରକାର ପ୍ୟାରେଣ୍ଟସ୍ ହେଲେ ହେଲିକପ୍ଟର ପ୍ୟାରେଣ୍ଟସ୍। ହେଲିକପ୍ଟର ଦେଖିଛନ୍ତି? ଆକାଶରେ ଏମିତି ଉଡ଼ୁଥିବ, କିନ୍ତୁ ତଳକୁ ଦେଖୁଥିବ। ଯେତେବେଳେ କୌଣସି ଆବଶ୍ୟକତା ପଡ଼ିବ ଏମର୍ଜେନ୍ସି ଲ୍ୟାଣ୍ଡିଂ ପାଇଁ, ତଳକୁ ଆସିବ, ପୁଣି କାହାକୁ ଉଠେଇକି ନେଇକି ସୁରକ୍ଷିତ ଜାଗାରେ ରଖିବ। ଉଦ୍ଧାର କାମ। ଠିକ୍ ସେଇଭଳି ଏହି ହେଲିକପ୍ଟର ପ୍ୟାରେଣ୍ଟସ୍ ମାନେ ତାଙ୍କ ପିଲାଙ୍କ ଚାରିପାଖରେ ବୁଲୁଥାନ୍ତି, ସବୁବେଳେ ସାହାଯ୍ୟ କରୁଥାନ୍ତି। ଖାଇବାରେ, ପିଇବାରେ, ପିନ୍ଧିବାରେ, ସକ୍ସ ପିନ୍ଧିବାରେ, ସକ୍ସ ଉତାରିବାରେ, ଟ୍ୟୁସନ୍ ଯିବାରେ, ପାର୍କକୁ ଯିବାରେ, ଦେନ୍ ସ୍କୁଲକୁ ଯିବାରେ, ବସ୍ରେ ଚଢ଼େଇବାରେ, ବସ୍ରୁ ଆଣିବାରେ, ସବୁବେଳେ ତାଙ୍କ ପାଖେ ପାଖେ ଥାଆନ୍ତି। ହୋମୱାର୍କ ମଧ୍ୟ କରେଇ ଦିଅନ୍ତି। ଏମାନେ ହେଉଛନ୍ତି ଓଭର ପ୍ରୋଟେକ୍ଟିଭ୍ ପ୍ୟାରେଣ୍ଟସ୍। ଆଉ ଗୋଟେ ପ୍ରକାର ପ୍ୟାରେଣ୍ଟସ୍ ହେଲେ ଟାଇଗର ପ୍ୟାରେଣ୍ଟସ୍। ଏଇ ପ୍ୟାରେଣ୍ଟସ୍ ମାନଙ୍କର ପ୍ରକୃତି ବା ନେଚର ବା କ୍ୟାରେକ୍ଟରିଷ୍ଟିକ୍ସ ହେଉଛି ଟାଇଗର ସହିତ ସମାନ। ଭେରି ଭେରି ଅଥରିଟେରିଆନ୍। ଆଉ ଏମାନେ ଯାହା ନିଷ୍ପତ୍ତି ନିଅନ୍ତି ସେଇଟା ଫାଇନାଲ୍। ତାଙ୍କ ପିଲାମାନେ କେଉଁଠି ପଢ଼ିବେ, କେଉଁଠି ଖାଇବେ, କେତେବେଳେ ଶୋଇବେ, କେତେବେଳେ ଉଠିବେ, କେଉଁ ସ୍କୁଲରେ ପଢ଼ିବେ, କେଉଁ ସବଜେକ୍ଟ ପଢ଼ିବେ, ଡାକ୍ତର ହେବେ କି ଇଞ୍ଜିନିୟର ହେବେ, ଏସବୁ ଏମାନେ ନିର୍ଦ୍ଧାରଣ କରିଥାନ୍ତି। ନିଷ୍ପତ୍ତି ହେଉଛି ଏମାନଙ୍କର। ଆଉ ଏମାନଙ୍କ ପାଇଁ କ୍ୟାରିୟର ମିନ୍ସ କ୍ୟାରିୟର, ନୋ କମ୍ପ୍ରମାଇଜ୍। ତମେ ନ ଖେଳିପାର, ବନ୍ଧୁବାନ୍ଧବ ଘରକୁ ନ ଯାଇପାର, କୌଣସି ସାଙ୍ଗସାଥୀଙ୍କ ସହିତ ନ ଖେଳିପାର, କିନ୍ତୁ ମାର୍କସରେ ନୋ କମ୍ପ୍ରମାଇଜ୍, କ୍ୟାରିୟରରେ ନୋ କମ୍ପ୍ରମାଇଜ୍। 95 ମିନ୍ସ 95% ଆଣିବାକୁ ପଡ଼ିବ। ଆଉ କିଛି ପ୍ୟାରେଣ୍ଟସ୍ ଅଛନ୍ତି, ସେମାନେ ହେଉଛନ୍ତି ଏଲିଫ୍ୟାଣ୍ଟ ପ୍ୟାରେଣ୍ଟସ୍। ଏମାନେ ହେଉଛନ୍ତି ଟାଇଗର ପ୍ୟାରେଣ୍ଟସ୍ର ଜଷ୍ଟ ଓଲଟା। ଏମାନେ ଅଥରିଟି ଦେଖାନ୍ତିନି, ତାଙ୍କର ଏତେ ଡିସିପ୍ଲିନ୍ ନାହିଁ। ଏମାନେ ସ୍ନେହ, ଶ୍ରଦ୍ଧା, ପ୍ରେମ ଏଇଥିରେ ବିଶ୍ୱାସ କରନ୍ତି। ତେଣୁ ହାତୀ ଯେମିତି ତା ପିଲାକୁ ଗଢ଼ିଥାଏ ଗେଲ କରିକିରି, ହାତୀ ପଲ ଭିତରେ ମିଶେଇକିରି, ଏଇ ଏଲିଫ୍ୟାଣ୍ଟ ପ୍ୟାରେଣ୍ଟସ୍ ମାନଙ୍କର ପ୍ରଣାଳୀ ବା ମେଥଡ଼ ହେଉଛି ସେୟା। ଏମାନେ ପିଲାକୁ ଗେଲ କରିଥାନ୍ତି, ସ୍ନେହ କରିଥାନ୍ତି ଏବଂ ବନ୍ଧୁବାନ୍ଧବ, ସାଙ୍ଗସାଥୀ, ପଡ଼ୋଶୀ ସମସ୍ତଙ୍କ କହନ୍ତି ମିଶ, ଜାଣ, ଶିଖ। ଏଇଟା ହେଉଛି ତାଙ୍କର ଆପ୍ରୋଚ୍। ତେଣୁ ଏମାନେ ବେଶୀ ଇମୋସନ୍ ଉପରେ ଫୋକସ୍ କରିଥାନ୍ତି। ଆଉ ଗୋଟେ ପ୍ରକାର ପ୍ୟାରେଣ୍ଟସ୍ ହେଲେ ବୁଲଡୋଜର ପ୍ୟାରେଣ୍ଟସ୍। ବୁଲଡୋଜର ଦେଖିଛନ୍ତି? ତା ଆଗରେ ଯଦି ପଥର ଆସିଲା, କିଛି ମଇଳା ଆସିଲା, ସବୁ ସଫା କରିଦେବ। ସେମିତି ବୁଲଡୋଜର ପ୍ୟାରେଣ୍ଟସ୍ ଭାବନ୍ତି ଯେ ତାଙ୍କ ପିଲାଙ୍କ ଆଗରେ କୌଣସି ଅସୁବିଧା ବା କୌଣସି ବିଫଳତା ନ ଆସୁ, ତେଣୁ ସେମାନେ ସବୁ ସଫା କରିଦିଅନ୍ତି। ଯଦି କିଏ ତା ପୁଅକୁ ମାରିଲା, ଏମାନେ ଯାଇକି ତାକୁ ପିଟି ପକାଇବେ। ତା ଝିଅକୁ କିଏ କମେଣ୍ଟ କଲା, ଏମାନେ ତାକୁ ଯାଇକି ବାଡ଼େଇକି ସବାଡ଼ କରିଦେବେ। କେଉଁ ଟିଚର ଯଦି ତାଙ୍କ ପିଲାଙ୍କୁ ମାରିଛି କ୍ଲାସରେ, ସେ ଟିଚରକୁ ଯାଇକି ମଧ୍ୟ ସବାଡ଼ କରିଦିଅନ୍ତି, ଗାଳି ଗୁଲଜ କରନ୍ତି। ତେଣୁ ଏମାନେ ହେଉଛନ୍ତି ବୁଲଡୋଜର ନେଚରର। ଆଉ କିଛି ପ୍ୟାରେଣ୍ଟସ୍ ଅଛନ୍ତି, ସେମାନେ ହେଉଛନ୍ତି ଡଲଫିନ୍ ନେଚରର, ଡଲଫିନ୍ ପ୍ୟାରେଣ୍ଟସ୍। ଡଲଫିନ୍ ଯେମିତି ତା ପିଲାକୁ ଗେଲ କରିଥାଏ ଏବଂ ପୁଣି କହେ ଯେ ଯା ଦୂରକୁ ଯା, ସମୁଦ୍ର ଭିତରକୁ ଯା, ପୁଣି ପହଁରିକି ଆସେ, ଆସିଲା ପରେ ତାକୁ ଗେଲ କରିଦିଏ। ଏଇ ଯେଉଁ ଡଲଫିନ୍ ନେଚର ପ୍ୟାରେଣ୍ଟସ୍ ଯେଉଁମାନେ, ସେମାନେ ହେଉଛନ୍ତି ବାଲାନ୍ସ ପ୍ୟାରେଣ୍ଟସ୍। ସେମାନେ ଡିସିପ୍ଲିନ୍ ରଖିଥାନ୍ତି, ସ୍ନେହ, ଆଦର, ପ୍ରେମ ମଧ୍ୟ ରଖିଥାନ୍ତି। ଏମାନଙ୍କର ନେଚର ହେଉଛି ଥ୍ୟାଙ୍କ ୟୁ, ମୋଟିଭେସନ୍। ଏମାନେ ଆଇକ୍ୟୁ ଆଉ ଇକ୍ୟୁ ଭିତରେ ଗୋଟେ ବାଲାନ୍ସ ରଖିଥାନ୍ତି। ତେଣୁ ଆପଣ ଏଇ ବିଭିନ୍ନ ପ୍ରକାର ପ୍ୟାରେଣ୍ଟସ୍ଙ୍କ ବାବଦରେ ଜାଣିଲେ। ତେଣୁ ଆପଣ ଯେତେବେଳେ ଆପଣଙ୍କ ପିଲାମାନଙ୍କୁ ଗଢ଼ୁଛନ୍ତି, ଆପଣଙ୍କର ପ୍ୟାରେଣ୍ଟିଂ ମେଥଡ଼ଟା କ'ଣ ଏବେ ଆପଣ କୁହନ୍ତୁ ଏବଂ କେଉଁ ପ୍ୟାରେଣ୍ଟିଂ ମେଥଡ଼ଟା ଆପଣଙ୍କୁ ଭଲ ଲାଗିଲା ଆପଣ ନିଜର ମତାମତ ଦିଅନ୍ତୁ। ଧନ୍ୟବାଦ। ପୁଣି ଦେଖା ହେବ ଆଗାମୀ ଭିଡ଼ିଓରେ। ନମସ୍କାର।